ସମସ୍ତ କୋଅପରେଟିଭ सोसाइटीज ମାନଙ୍କର ସେକ୍ରେଟାରୀ ଆଣ୍ଡ ସିଓ ମାନଙ୍କୁ ମୋ ନମସ୍କାର। ତ ଏଇ ଭିଡ଼ିଓଟି ହେଉଛି ସମବାୟ ସମୀକ୍ଷାରେ ୱାନ୍ସ ଯେତେବେଳେ ଅଡିଟର ଗୋଟେ ଅଡିଟ୍ ରିପୋର୍ଟ ଇସ୍ୟୁ କରିଦେଉଛି, ମାନେ ଅଡିଟ୍ ରିପୋର୍ଟ ଗୋଟେ ସବମିଟ୍ କରିଦେଉଛି ସମବାୟ ସମୀକ୍ଷାରେ, ତାପରେ ସେ ରିପୋର୍ଟଟି ଯାଇକିନା सोसाइटी ଲେଭେଲରେ ରହୁଛି। ତ सोसाइटी ଲେଭେଲରେ ଆମର କ'ଣ କ'ଣ କାମ ରହୁଛି, ଯିଏ ବି ମାନେ କଷ୍ଟଡିଆନ୍ସ ରହୁଛନ୍ତି सोसाइटीର ରେକର୍ଡସର ୟା ଫିର ମାନେ ଅଡିଟ୍ ରିପୋର୍ଟ ସାଇନ୍ କରିବାର, ତ ତାଙ୍କର କ'ଣ ସବୁ ଦାୟିତ୍ୱ ରହୁଛି। ତ ସେଇ ଉପରେ এই ଭିଡ଼ିଓଟା। ଫାର୍ଷ୍ଟ ଅଫ୍ ଅଲ୍ ଆପଣ ମାନେ କ'ଣ କରିବେ ନା, ଏଇ ସାଇଟ୍ଟା ଦେଖନ୍ତୁ, ସମବାୟ ସମୀକ୍ଷା .odisha.gov.in। এই ସାଇଟ୍ରେ କ୍ଲିକ୍ କଲା ପରେ ଆପଣ ଏଇ ପେଜ୍କୁ ଆସିବେ। ଏଇଟା ହେଲା ତାର ହୋମ୍ ପେଜ୍ଟା। ହୋମ୍ ପେଜ୍ରେ କ୍ଲିକ୍ କଲା ପରେ ଆପଣ ଲଗ୍ଇନ୍ରେ କ୍ଲିକ୍ କରିବେ। ଲଗ୍ଇନ୍ରେ କ୍ଲିକ୍ କଲା ପରେ ଆପଣଙ୍କର ଆଇଡି ପାସୱାର୍ଡ ଯେଉଁ ଥିବ, ଆଇଡି ପାସୱାର୍ଡ ଆପଣ ୟୁଜ୍ କରିକିନା ରେସ୍ପେକ୍ଟିଭ सोसाइटीରେ ଆପଣ ନିଜର ଆଇଡିରେ ଲଗ୍ଇନ୍ କରିପାରିବେ। ଫର୍ ଏକ୍ଜାମ୍ପଲ୍ ମୁଁ ଗୋଟେ सोसाइटीରୁ ଏବେ ଏଣ୍ଟ୍ରି କରୁଛି। ନିଜର ୟୁଜର ଆଇଡି ଦେଲେ, ତାପରେ ପାସୱାର୍ଡ ଦେଲେ, ଯାହା ବି ଥିବ ଆପଣଙ୍କର ରେସ୍ପେକ୍ଟିଭ सर्कल्स ମାନଙ୍କୁ ଯାଇକିନା ଆପଣ ନିଜର ଆଇଡି ପାସୱାର୍ଡ ସମବାୟ ସମୀକ୍ଷାର କଲେକ୍ଟ କରିପାରିବେ। ୱାନ୍ସ ଆଇଡି ପାସୱାର୍ଡ ଦେଲା ପରେ ଉପରଟା ଆଇଡି, ତଳଟା ପାସୱାର୍ଡ, ତାପରେ ତା ତଳଟା ହେଲା କ୍ୟାପଚା। ଏତିକି ଏଣ୍ଟ୍ରି କଲା ପରେ ଆପଣ ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଆପଣ सोसाइटीର ଲଗ୍ଇନ୍ ଆଇଡିକୁ ଆସିଯିବେ, ସରି ମାନେ सोसाइटीର ଲଗ୍ଇନ୍ ପେଜକୁ ଆସିଯିବେ। ଠିକ୍ ଅଛି। ସେଠି ଆସିଲା ପରେ ଆପଣଙ୍କର କାମ କ'ଣ ରହିବ, ଆକ୍ଟିଭିଟିରେ କ୍ଲିକ୍ କରିବା ପାଇଁ। ଏଇଟା ଦେଖନ୍ତୁ ଆକ୍ଟିଭିଟି ବଟନ୍ ଅଛି। ଆକ୍ଟିଭିଟି ବଟନରେ କ୍ଲିକ୍ କଲା ପରେ ଏଇଠି ଅଡିଟ୍ ପ୍ରୋସେସ୍ ଅଛି, ଆ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯଦି ଅଡିଟର କୌଣସି ଅଡିଟ୍ ରିପୋର୍ଟ ସବମିଟ୍ କରିଥିବେ ଅନଲାଇନ୍, ତ ସେଇ ଅଡିଟ୍ ରିପୋର୍ଟଟା ଏଇଠି ଆପଣଙ୍କର ଶୋ ହବ। ଫର୍ ଏକ୍ଜାମ୍ପଲ୍ ଏଇ କୃଷ୍ଣପୁର SCS ର ଯିଏ ବି ଅଡିଟର ଥିବେ, ସିଏ ସବମିଟ୍ କରିଛନ୍ତି ଏଇ ରିପୋର୍ଟଟା 22-23 ଇୟରର ଅନଲାଇନରେ। ସେଥିପାଇଁ सोसाइटी ଲଗ୍ଇନ୍ରେ କ'ଣ ହେଲା ନା, ସେ ରିପୋର୍ଟଟା ଶୋ ହେଲା। ପ୍ରେଜେଣ୍ଟ ଅଡିଟ୍ ଷ୍ଟାଟସ୍ କମ୍ପ୍ଲିଟେଡ୍, କମେନ୍ସମେଣ୍ଟ ଡେଟ୍, କମ୍ପ୍ଲିସନ୍ ଡେଟ୍ ପଡ଼ିଛି, ଅଡିଟର ନେମ୍ ରହିଲା, ଅଡିଟର ଟାଇପ୍ ରହିଲା, ସବୁ ଡିଟେଲ୍ସ ରହିଲା। ଏଇଟା ତ କେବଳ ଗୋଟିଏ ଦେଖଉଛି। ଯଦି ମଲ୍ଟିପଲ୍ ଅଡିଟର୍ସ ବା ସିଏ ଫାର୍ମସ୍ ନିଜ ନିଜର ଇୟରର ଯଦି ସବମିଟ୍ କରିବେ ଏଇଭଳି ଭାବରେ, ତ ସେମାନଙ୍କର ବି ଟୋଟାଲ ଲିଷ୍ଟଟା ବି ଦେଖେଇବ। ଟୋଟାଲ ଲିଷ୍ଟ ଦେଖେଇଲା ପରେ ଆପଣ କାମ କ'ଣ ରହିବ, ଆକ୍ସନ ବଟନରେ ଯାଇକିନା ଫାର୍ଷ୍ଟ ଅଫ୍ ଅଲ୍ ଆପଣ ମାନେ କ'ଣ କରିବେ ନା, ଡକୁମେଣ୍ଟ ଅପଲୋଡ କରିବେ। ମାନେ ରିପୋର୍ଟଟାକୁ ମାନେ ଆପ୍ରୁଭ୍ କରିବା ଆଗରୁ ଆପଣ ମାନେ କ'ଣ କରିବେ ନା, ଡକୁମେଣ୍ଟ ଅପଲୋଡ କରିବେ। ଡକୁମେଣ୍ଟ ଅପଲୋଡ ଆପଣ ମାନେ ଅଡିଟଟା ସରିବା ଆଗରୁ କରିବା କଥା। ଠିକ୍ ଅଛି। ଡକୁମେଣ୍ଟ ଅପଲୋଡ ଆପଣ କୋଉଠି କରିବେ, କେମିତି କରିବେ, ସେଇଟା ତ ମୁଁ ପରେ କହିବି ଆପଣଙ୍କୁ। ଫାର୍ଷ୍ଟ ଆପଣ କ'ଣ କରିବେ, ଯେମିତି ମାନେ ଅଡିଟ୍ ରିପୋର୍ଟ ଯଦି ଆପଣଙ୍କୁ ମାନେ ଆପ୍ରୁଭ୍ କରିବାର ଅଛି ଆପଣଙ୍କ ସାଇଡରୁ, ତାହେଲେ ଆପଣ ତଳେ ଆସିକିନା ଏଠି ଅଡିଟ୍ ରିପୋର୍ଟରେ କ୍ଲିକ୍ କରିବେ। ଅଡିଟ୍ ରିପୋର୍ଟରେ କ୍ଲିକ୍ କଲା ପରେ ଏଇଠି କମ୍ପ୍ଲାଏନ୍ସ ଲେଖୁଛି। କମ୍ପ୍ଲାଏନ୍ସରେ ଲେଖିବା ଆଗରୁ ଯେତେବେଳେ ଫର୍ ଏକ୍ଜାମ୍ପଲ୍ ଏଇ ରିପୋର୍ଟଟା ଅଲରେଡି ସେ ଆପ୍ରୁଭ୍ କରିସାରିଲେଣି ସର୍କଲ୍ ଲେଭେଲରେ, ନା ସରି ମାନେ सोसाइटी ଲେଭେଲରେ, ସେଥିପାଇଁ ଏଇଠି ବଟନଟା ଦେଖଉନି। ଏଇଠି ବଟନଟା ଦେଖାଏ କି ଆପ୍ରୁଭ୍ କିମ୍ବା ରିଭର୍ଟ। ତ ଆପ୍ରୁଭ୍ରେ ଆପଣ କ୍ଲିକ୍ କଲେ ଏଇଠି ଆପଣଙ୍କର ସେଇଟା ମାନେ सोसाइटी ଲେଭେଲରୁ ସେଇଟା ଆପ୍ରୁଭ୍ ହେଇଯିବ। ଠିକ୍ ଅଛି। ଆଉ ଆପଣ ନିଜର ରିପୋର୍ଟର PDF ବି ଡାଉନଲୋଡ୍ କରିପାରିବେ। ଏଇଟା ଆପଣଙ୍କର ରିପୋର୍ଟ ସବମିଟ୍ କରିବାର ଏତିକି ଆପଣଙ୍କର କାମ। କିନ୍ତୁ ରିପୋର୍ଟ ସବମିଟ୍ କରିବା ଆଗରୁ ଆପଣଙ୍କୁ କିଛିଟା ଡକୁମେଣ୍ଟ ବି ଅପଲୋଡ୍ କରିବାକୁ ପଡ଼ିବ, ବା ଆପଣଙ୍କ सोसाइटीର। ତ ଡକୁମେଣ୍ଟ ଅପଲୋଡ୍ କେବଳ ଭାବେ କରିବେ, ଏଠି ଆକ୍ସନ ବଟନରେ କ୍ଲିକ୍ କରିବେ। ସେଇ ଯୋଉ ସେ सोसाइटी ରହିଲା, ସେଇ 22-23 ଇୟରର, ଏଇଟା 22-23 ଇୟରର ଆକ୍ସନ ବଟନରେ କ୍ଲିକ୍ କରିକିନା ଡକୁମେଣ୍ଟ ଅପଲୋଡରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣ ଡିଫରେଣ୍ଟ ବାଲାନ୍ସ ରେଜିଷ୍ଟର, ଫାଇନାନ୍ସ ଷ୍ଟେଟମେଣ୍ଟସ୍, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ସ, ଏଗୁଡ଼ା ସବୁ ରହିଛି। କିନ୍ତୁ ଗୋଟେ ପ୍ରୋବ୍ଲେମ କ'ଣ ରହୁଛି, ଏଇଟା ମ୍ୟାକ୍ସିମମ୍ ଆପଣ 2 MB ରେ ଅପଲୋଡ କରିପାରିବେ ଥରକରେ। ତ ଆପଣ ମାନେ କ'ଣ କରିପାରିବେ ନା, ଯଦି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଆପଣଙ୍କର 20-25ଟା ରହୁଛି, ତାକୁ ଆପଣ ମର୍ଜ କରିକିନା ଗୋଟେ ବନେଇ ପାରିବେ।
जोटा कि 2 MB तलू होता दरकार कि गोटे गोटे ट्रांजेक्शन आप ऐड बटन में क्लिक करना ये आप माने माने अपलोड करेंगे जमी फॉर एग्जांपल ये गोटे मुझे ऐड रे क्लिक करना गोटे क्रिएट है चूज फाइल रे क्लिक करेंगे क्लिक कला धरतु यहाँ आप पीडीएफ टा ये ओपन कला ये आसीगला आसला ये अपलोड रे क्लिक करेंगे अपलोड रे क्लिक कला देखो टू पीडीएफ टा ये अपलोड हो गला क्लिक टू व्यू मारले आपण से वीडियोटा माने से जो पीडीएफ जोटा माने अपलोड करछन सेटा आपण देखि परिबे एहिपर भाव में आपण मल्टीपल पीडीएफ भी अपलोड करि परिबे आपण साइड रू ठीक अछि जहाँ जहाँ माने इंपोर्टेंट डॉक्यूमेंट्स रोज सोसाइटी लेवल रे जेमति स्टॉक वेरिफिकेशन रिपोर्ट किंबा बैलेंस रजिस्टर आउ तापर आपण रहउची आ कोन बायलॉज रहउची तापर किछटा इंपोर्टेंट आपणकर मुख धरंतु जो ऑर्डर शीट मगर आपणकर पियन हे गला कि आपणकर सेक्रेटरी हे गला तांकर सब ऑर्डर शीट गुडा रहउची तांकर अपॉइंटमेंट रो सेगुडा अपलोड करि पारंती हैला जहाँ जेमे आपण अपलोड करि परिबे कारण जेते बेसी आपण अपलोड करिवे सेटा आपण ऑडिटर को हेल्प हबो आपण सोसाइटी ऑडिट करिया ठीक अछि एटा गला एटा हला द्वितीय कथा तृतीय कथा हला आपनको जदि किसी लेटर इश्यू करथिबे ऑडिटर ताले आपण एडी शो कर परिबे निजर देख परिबे लेटर टू सेक्रेटरी फॉर एग्जांपल डाटा अनेबल देखो कारण किसी लेटर इश्यू हेनी ऑनलाइन रे सेक्रेटरी को सेति पई ए डाटा अनेबल देखो जदि सेठी सेमे माने ऑडिटर लॉगिन रे जदि किसी करथांते आपण लेटर इश्यू ताले एडी आपण शो करथांता नेक्स्ट आसला परे एडी देखो हाफ मार्जिन में आपण देख परिबे तार किसी समन हेची कि नहीं आपण देख परिबे ठीक अछि आपण एई सब काम करि परिबे रिलेटेड टू ऑडिट रिपोर्ट आपण साइड रो खाली मेनली दीटा काम रहिला ट्रांजैक्शन बैंक ट्रांजैक्शंस अपलोड करवा जे प्रकार कहथि डॉक्यूमेंट अपलोडर जाई कि ना एई जगह रे जाई कि ऐड बटन क्लिक करी कि ना आउ द्वितीय कथा ऑडिट रिपोर्ट वंस आसीगला ପରେ ଏଠି ଅଡିଟ୍ ରିପୋର୍ଟରେ କ୍ଲିକ୍ କରିକିନା ତାକୁ ଆପ୍ରୁଭ୍ କରିବା ଏଇଟା ହେଲା ଦିଟା କାମ ଆପଣଙ୍କର ମେନଲି ରହିବ ଠିକ ଅଛି ତାପରେ ଆଉ ଗୋଟେ କାମ ଦେଖନ୍ତୁ ଏ ଆକ୍ଟିଭିଟି ବଟନ ଅଛି ଆକ୍ଟିଭିଟି ବଟନ କ୍ଲିକ୍ କରିକିନା ଆପଣ ଯୋଉ ଆପଣଙ୍କ ସୋସାଇଟିର ଯୋଉ ଅଡିଟ୍ ଫି ଯୋଉ ପେମେଣ୍ଟ କରୁଛନ୍ତି ସେଇଟା ବି ଆପଣ ଅନଲାଇନ କରିପାରିବେ ଅଡିଟ୍ ଫି ପେମେଣ୍ଟରେ କ୍ଲିକ୍ କରିକିନା ଏଠି ଦେଖନ୍ତୁ ଆପଣଙ୍କର ଫି ପେଡ୍ ଅଲରେଡି ଏତି ହେଇଯାଇଛି पेंडिंग अमाउंट एतिक रही है ଆପଣ ଯୋଉ ସବୁ ଅନଲାଇନ ସବୁ ଏଣ୍ଟ୍ରି ହେଲା ଅନଲାଇନ ଏଣ୍ଟ୍ରି ହେଲା ପରେ ସେଇଠି ସବୁ ଦେଖେଇବ କି କେତେ ଏଣ୍ଟ୍ରି କରାଯାଇଛି କେତେ ବାକି ଅଛି ଠିକ ଅଛି ତ पेमेंट କରିବା ପାଇଁ ଆପଣ पे बटन ରେ क्लिक କରିପାରିବେ ଆପଣଙ୍କର ରହିଲା ଏଇଠି ଆସିଲା ମାନେ सोसाइटीର ଆଡ୍ରେस ଆସିଲା कि ତାଙ୍କର इमेल एड्रेस ଆସିଲା फोन नंबर ଆସିଲା ସବୁ ଆସିଲା ପରେ ଆପଣ କୋଉ पर्पस ପାଇଁ ମାନେ ଅଡିଟ୍ ଫି ଦବାକୁ ଚାହୁଁଛନ୍ତି ସେଇଟା ଲେଖିପାରିବେ ଲେଖିଲା ପରେ ଟୋଟାଲ ଆମାଉଣ୍ଟ କେତେ ଦରକାର ସେଇଟା ଏଣ୍ଟ୍ରି କରିପାରିବେ ଧରନ୍ତୁ ମୁଁ 1 रुपीज ଧରନ୍ତୁ ଦବାକୁ ଚାହୁଁଛି ଏଇଠି ମୁଁ କ୍ଲିକ୍ କଲା ପରେ ମୁଁ ଧରନ୍ତୁ 100 रुपीज ଆପଣ ଫି ପେମେଣ୍ଟ କରିବାକୁ ଚାହୁଁଛନ୍ତି ଏଇଟା ଏତି ଏଣ୍ଟ୍ରି କଲା ପରେ ଆପଣ ପ୍ରୋସିଡ୍ ଟୁ पे କ୍ଲିକ୍ କରିବେ ପ୍ରୋସିଡ୍ ଟୁ पे ଆପଣ କ୍ଲିକ୍ କଲା ପରେ ଆପଣ डायरेक्टली ଆପଣଙ୍କର ଯୋଉ फाइनेंशियल मैनेजमेंट सिस्टम जो ଅଛି ଓଡ଼ିଶାର ସେଇ पेज को डायरेक्ट ଆପଣ ରିଡାଇରେକ୍ଟ ହେଇଯିବେ ସେଇଠି ଆପଣ नॉर्मली ଯେମିତି ଯୋଉ ଇଏ କଲନ୍ତି ट्रेजरी ଚାଲାନ କରନ୍ତି ଯୋଉ ସେଗୁଡା ଆପଣ ଏଣ୍ଟ୍ରି କରିପାରିବେ ଏଇଠି ତ ଏତିକି ଥିଲା ଆଜିର ଭିଡିଓ ମାନେ ଆଶା କରୁଛି ଆପଣ ମାନେ ଏ ଯୋଉ ସେକ୍ରେଟାରୀ ଲେଭେଲରେ ଆଉ सोसाइटी लेवल ଆପଣ ମାନେ ବୁଝିପାରୁଥିବେ ଆପଣଙ୍କର ୱାର୍କ ରେସ୍ପନ୍ସିବିଲିଟି କଣ ଆଉ ଧନ୍ୟବାଦ